ଭୟଙ୍କର ହେଲା HMV ଭାଇରସ୍। ସବୁ ସ୍କୁଲ ଛୁଟି ଘୋଷଣା କଲେ ସରକାର। ହେଲୋ ପ୍ରିୟ ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ରାଜେଶ ଆଜି 8 ଜାନୁଆରୀ ଚାଲନ୍ତୁ ଜାଣିନେବା ଆଜି ଟପ୍ ନ୍ୟୁଜ୍। କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ୍ HMPV ହ୍ୟୁମାନ୍ ମୋଟାଫ୍ଲୁମୋ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ୍ ମହାମାରୀର ପ୍ରାୟ 5 ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍ ମୋଟାମୋ ଭାଇରସ୍ ଏବେ ଭାରତରେ ପଶିଛି। ଦେଶରେ 6 HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ 2 ଶିଶୁଙ୍କ ଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ଜଣେ ଏବଂ ଚେନ୍ନାଇରୁ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟୱାର୍କ ସବୁ ପ୍ରକାର ସ୍ୱାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ଏହି ଭୂତାଣୁ ଯୋଗୁଁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡ଼ିବା ଆରମ୍ଭ କରିଛି। ୟୁହାନରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏଠାରେ 10 ଦିନରେ HMPV ମାମଲା 529% ବୃଦ୍ଧି ପାଇଛି। ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହି ଭୂତାଣୁ ଚାଇନାରୁ ବ୍ୟାପି ଭାରତ, ମାଲେସିଆ, ଜାପାନ, କାଜାକସ୍ତାନରେ ପହଞ୍ଚିଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ଜାଣିପାରିବେ।